ମୁଁ ହେଉଛି ଶ୍ରୀ ଜୟକୃଷ୍ଣ ଜେନା ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ରିଟାୟାର୍ଡ ଏମ୍ପ୍ଲୟି ମାନଙ୍କର ସଭାପତି ଦାୟିତ୍ୱରେ କାମ କରୁଛି। ନିର୍ଦ୍ଦିଷ୍ଟ ଦାବି ଏ ହେଲା ଯେ ସରକାର ଯେତେବେଳେ ଡିକ୍ଲେୟାର କଲେ ଆମର ଗ୍ରାଚୁଇଟି ଆଉ 6th ପେ ଏଇଟା 1/1/2006 ମସିହା ଠାରୁ ଲାଗୁ ହେଲା। ସାରା ଓଡ଼ିଶାର ସମସ୍ତ ଏମ୍ପ୍ଲୟି ନେଲେ, କିନ୍ତୁ ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଆମକୁ ଦେଲା ନାହିଁ। ଆମେ ସେବେଠୁ ଦାବି କରି କରି ଆସୁଛୁ। ସେମାନେ ବିଭିନ୍ନ ସେତେବେଳେ ଲସ୍ ଥିଲା ବୋଲି କହିଲେ ବୋଲି କହିକିରି ଦେଲେ, ବ୍ୟାଙ୍କ ବି ଲସ୍ ଥିଲା। କିନ୍ତୁ 2012-13 ଠାରୁ ବ୍ୟାଙ୍କ ଲସ୍ ଯେତେବେଳେ ଲସ୍ ତୁଟିକିରି ପୁଣି ଲାଭ ଆଡ଼କୁ ଆସିଲା, ସେତିକିବେଳେ ଆମେ କହିଲୁ ଲସ୍ ଥିଲା ଦେଉନଥିଲା ଯଦିଓ ସେବେଠାରୁ ସେମାନେ ପ୍ରୋଭିଜନ୍ କରିକି ଅଡ଼ିଟ୍ରେ ଆମର ପ୍ରାପ୍ୟକୁ ସେମାନେ ରଖି ରଖି ଆସିଛନ୍ତି। ଏପର୍ଯ୍ୟନ୍ତ ବି ସେ ପ୍ରାପ୍ୟ ନ ଦେଇକି ରଖିଛନ୍ତି। ସେମାନେ ପୁଣି ତାଙ୍କର ନୂଆ ନୂଆ ସେକ୍ରେଟାରୀ ଅଛନ୍ତି, ନୂଆ ମ୍ୟାନେଜମେଣ୍ଟ ଆସେ ଯେ ତୁମର ପୁରୁଣା କଥା ଆମେ କାହିଁ କହୁଛ। ଆମେ ବାଧ୍ୟ ହେଇକି ଏମାନେ ଯେତେବେଳେ ଏମିତି ଗଡ଼େଇଲେ, ଆମେ ବାଧ୍ୟ ହେଇକି କୋର୍ଟର ଦ୍ୱାରସ୍ଥ ହେଲୁ। କୋର୍ଟ ଆମକୁ ଲେବର କମିଶନର ଏମାନେ ସମସ୍ତେ ଆମକୁ ଆମ ସପକ୍ଷରେ ରାୟ ଦେଲା ପରେ ମଧ୍ୟ ଦେଲେନି। ବାଧ୍ୟ ହେଇକି ସେ ରେଜିଷ୍ଟର କୋଅପରେଟିଭ୍ ସୋସାଇଟି ସେ ତାଙ୍କ କୋର୍ଟକୁ ବି ଗଲୁ, ସେ ବିଭିନ୍ନ ପ୍ରକାର ଆଳ ଦେଖେଇ ଦେଲେନି। ଆମେ ଯେତେବେଳେ ହାଇକୋର୍ଟ ଗଲୁ, ହାଇକୋର୍ଟ ଗୋଟେ ଇଣ୍ଟରମିଉ ଅର୍ଡ଼ର ଦେଲେ ଗଲା ବର୍ଷ 24 ମସିହା ଲାଷ୍ଟକୁ, ଯେ ତାଙ୍କର ତୁମେ ଯଦି ଚାହୁଁଛ ଦେବା ପାଇଁ ଦେଇପାରିବ। ମ୍ୟାନେଜମେଣ୍ଟ ଏଇ ଯେଉଁ ମ୍ୟାନେଜମେଣ୍ଟ ଆସିଲା ପରେ ସେ ଚିନ୍ତା କଲେ ଯେ ଏମ୍ପ୍ଲୟି ମାନଙ୍କର କିଛି ପାଇବାର ଅଛି। ଏମାନେ ହେଉଛନ୍ତି ଫାଉଣ୍ଡର ୱାର୍କର ଏଇ ବ୍ୟାଙ୍କର। ଏମାନେ 1960 ମସିହାର ଚାକିରିଆ। ଏମାନେ ବହୁତ କିଛି ଅବଦାନ ଏମାନଙ୍କର ଅଛି। ବ୍ୟାଙ୍କ ବୁଡ଼ି ଯାଉଥିବା ବେଳେ ଏମାନେ ବଞ୍ଚେଇଛନ୍ତି। ତାଙ୍କୁ ଆମେ ଦେବାର, ତାଙ୍କର ଯେଉଁ କିଞ୍ଚିତ ପ୍ରାପ୍ୟ ଅଛି ତାଙ୍କୁ ଦେଇଦେବା। ଏ ମ୍ୟାନେଜମେଣ୍ଟ ଯେତେବେଳେ ଚାହିଁଲା, ସେକ୍ରେଟାରୀ ମାନେ ଚାହିଁଲେନି, ବ୍ୟାଙ୍କର ସେକ୍ରେଟାରୀ ମାନେ ବଦଳିକି ଗଲେ ପଛକେ ଦେଲେନି। ଆମେ ବାଧ୍ୟ ହେଇ କୋର୍ଟକୁ ଗଲୁ। କୋର୍ଟ କହିଲେ ଯଦି ମ୍ୟାନେଜମେଣ୍ଟ ଚାହୁଁଛି ତାହେଲେ କାହିଁକି ନାହିଁ ଏମ୍ପ୍ଲୟି ମାନେ ନେବେନି। ତେଣୁ କୋର୍ଟ ଗୋଟେ ଦେଲା ଯେ ଏମ୍ପ୍ଲୟିଙ୍କର ଯାହା ପ୍ରାପ୍ୟ ଅଛି ଆପଣମାନେ ଦେଇପାରିବେ। ସେଇଟାକୁ ମାନେ ଏଇ ଯେଉଁ ସେକ୍ରେଟାରୀ ଅଛନ୍ତି, ଯେଉଁ ତାଙ୍କ ପୂର୍ବରୁ ଯେଉଁ କଲେକ୍ଟର ମ୍ୟାଡ଼ାମ୍ ଅଛନ୍ତି, ତାଙ୍କ ପୂର୍ବରୁ ସେ ଅଗ୍ରୱାଲ ସାର୍ ଥିଲେ, ସିଏ କହିଲେ ଫାଇନାଲ୍ ଅର୍ଡ଼ର ହେଇଯାଉ, ଆମେ ଦେଇଦେବୁ। ଫାଇନାଲ୍ ଅର୍ଡ଼ରଟା ଆସିଗଲାଣି ଆମର 15/12/2025ରେ ଅର୍ଡ଼ର ଆସିଲା। ଫାଇନାଲ୍ ରାୟ ଆମ ପାଇଁ ଆସିଲା। ହାଇକୋର୍ଟ କହିଲେ 3 ମାସ ଭିତରେ ତାଙ୍କର ପେମେଣ୍ଟ ଦେଇଦିଅ। ଯେ ଲୋକଙ୍କର କାହାର କେତେ ହେବ ହିସାବ କରିବାକୁ ଆମେ 2 ବର୍ଷ ହେଲା କହୁଛୁ, ହିସାବ ବି କରୁନାହାନ୍ତି, କିନ୍ତୁ ପଇସା ଅଛି। ଇନ୍ ଦି ମିନ୍ ଟାଇମ୍ ଆମର 50ରୁ ଉର୍ଦ୍ଧ୍ୱ ଲୋକ ମରିସାରିଲେଣି, ଯେଉଁମାନେ କି ଏଇଟା ପାଇବାକୁ ହକ୍ ଥିଲେ। ଆନ୍ଦୋଳନ ସହିତ 18 ମସିହାରୁ ଜଡ଼ିତ ଅଛନ୍ତି। କେସ୍ ବାସ୍ରେ ବି ସେମାନେ ଥିଲେ, କିନ୍ତୁ ସେ ପାଇଲେନି, ମରିଗଲେ। ଏଇ ମାସରେ ବି 2 ଜଣ ମରିଛନ୍ତି, ଗଲା ମାସରେ। ଏମିତି ମରି ସେମାନେ କ'ଣ ଭାବିଛନ୍ତି ଆମେ ଜାଣିନୁ। ଗୌରହରି ନାୟକ, ରିଟାୟାର୍ଡ ଏଜିଏମ୍ ଏଇ ବ୍ୟାଙ୍କର। ଓଡ଼ିଶା ସରକାର ଯେତେବେଳେ 6th ପେ କମିଶନ ବସାଇଲେ, ସେତେବେଳେ ପ୍ରତି ଏମ୍ପ୍ଲୟିଙ୍କୁ 1/1/6 ତାଙ୍କର 6th ପେ ଦେଲେ। ଆମକୁ କିନ୍ତୁ ଦେଲେ 1/5/2013 ମସିହାଠୁ। ଆମକୁ ଯେଉଁ 1/5/2013 ମସିହାଠୁ ଦେଲେ, ସେତେବେଳେ ବ୍ୟାଙ୍କ ଲସ୍ରେ ଥିଲା। ସେଇ ଯେତେବେଳେ ଲସ୍ ଭରଣା ହେଇକି ପ୍ରଫିଟ୍ ଆସିଲା ପରେ ଆମେ ପୁନର୍ବାର ବାର ତାକୁ ମାଗି ଚାଲିଲୁ। ଆମକୁ ପୂର୍ବ 1/1/6 ଠାରୁ 1/5/2013 ପର୍ଯ୍ୟନ୍ତ ଯେଉଁ ଏରିଆଟା ଅଛି, ସେ ଏରିଆଟା ଦିଆଯାଉ। ଏମିତି ଓଡ଼ିଶାର 17ଟା ବ୍ୟାଙ୍କ ଭିତରୁ 16ଟା ବ୍ୟାଙ୍କକୁ ସେ ସରକାର ମାନେ ନତାଲା ଯେଉଁ ରେଜିଷ୍ଟ୍ର ମହାଶୟ ବସିଛନ୍ତି, ସିଏ ତାଙ୍କୁ ଅର୍ଡ଼ର ଦେଇଦେଲେ। କିନ୍ତୁ ଆମର ନୟାଗଡ଼ ଡିଷ୍ଟ୍ରିକ୍ଟ ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କକୁ ଦେଲେ ନାହିଁ। ନ ଦେବା ଯୋଗୁଁ ଆମେ 2019ରେ ହାଇକୋର୍ଟରେ କେସ୍ କଲୁ। ହାଇକୋର୍ଟରୁ ଗୋଟେ ଅର୍ଡ଼ର ଆସିଲା ରେଜିଷ୍ଟ୍ରଙ୍କୁ, ନତାଲା ଯିଏ ଅଛନ୍ତି ରେଜିଷ୍ଟ୍ର କୋଅପରେଟିଭ୍ ସୋସାଇଟି ଓଡ଼ିଶା, ତାଙ୍କୁ ଅର୍ଡ଼ର ହେଲା ତୁମେ ଆଙ୍କ ବିଷୟ କନସିଡ଼ର କର। ସିଏ ଆମକୁ ଡାକିଲେ ହିଅରିଂକୁ, ବ୍ୟାଙ୍କକୁ ଡାକିଲେ, ଆମ ୟୁନିୟନକୁ ଡାକିଲେ, ହିଅରିଂ କଲେ। ଲାଷ୍ଟକୁ ସବୁ ଲେଖିଲେ, ତାର ଜଜମେଣ୍ଟ ଲେଖିଲେ, ତୁମେ ସବୁ ଠିକ୍ ଅଛି, କିନ୍ତୁ ମୁଁ କନସିଡ଼ର କରିବି ନାହିଁ। ପୁନର୍ବାର ଆମେ ତାକୁ ଚ୍ୟାଲେଞ୍ଜ କରିକି ଆମେ ହାଇକୋର୍ଟକୁ ଗଲୁ। ହାଇକୋର୍ଟରେ ସେଇ ରେଜିଷ୍ଟ୍ରଙ୍କ ଉପରେ କେସ୍ କଲୁ। ବର୍ତ୍ତମାନ 15/12/2025ରେ ଯେଉଁଟା ଅର୍ଡ଼ରଟି ଆସିଛି, ସିଏ ଏଇ ପେମେଣ୍ଟ ଉପରେ, ସାଲାରୀ ପେମେଣ୍ଟ ଉପରେ କିଛି ନୁହଁ, ତାହା ଇଣ୍ଟରଫେରେନ୍ସ କରିବା ଅନଜଷ୍ଟିଫାଇଡ଼୍। ଆଉ ତାଙ୍କର ଯାହା ଅର୍ଡ଼ର ଥିଲା ରେଜିଷ୍ଟ୍ର ମହୋଦୟଙ୍କର, ସବୁଯାକୁ ହାଇକୋର୍ଟ ସ୍କ୍ୱାସ୍ କରିଦେଇଛନ୍ତି। ଆଉ ସେକ୍ରେଟାରୀ ମାନେ ବ୍ୟାଙ୍କର ସେକ୍ରେଟାରୀ ସିଓଜି ଅଛନ୍ତି, ଆଉ ତାଙ୍କର ଯିଏ ବୋର୍ଡ଼ର ଦାୟିତ୍ୱ ଅଛନ୍ତି, ମାନେ କଲେକ୍ଟର ମହୋଦୟ ଅଛନ୍ତି, ଫାଇନାନ୍ସିଆଲ ଆଡ଼ମିନିଷ୍ଟ୍ରେଟର। ତେଣୁ କଲେକ୍ଟର ମହୋଦୟ ଏ 2 ଜଣଙ୍କୁ ଡାଇରେକ୍ସନ୍ ଦେଲେ ଯେ ତୁମେ 3 ମାସ ଭିତରେ
ତାଙ୍କ ଏରିଆର ସାଲାରୀ ଦିଅ, କିନ୍ତୁ ତାକୁ ଅବମାନନା କରି 3 ମାସ ବାର ହେଇଗଲା ଏଇ 24 ତାରିଖକୁ। ଆମେ 30 ତାରିଖଠୁ ତାର ପ୍ରତିବାଦରେ ଆମେ ବସିଛୁ, ଧାରଣା ଦେଇଛୁ।